ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଲକର ସନାତନବାଲି ଗ୍ରାମଠାରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ଆଜି ଭାଗବତ ଜନ୍ମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ସନାତନପାଲି ଗ୍ରାମରେ ସମସ୍ତ ଗ୍ରାମବାସୀମାନେ ଏକତ୍ରିତ ହୋଇ ଭାଗବତ ଜନ୍ମ କାର୍ଯ୍ୟକ୍ରମକୁ ମିଳିତ ଭାବରେ ପାଳନ କରିଥିଲେ। ଏହି ଅବସରରେ ଆଜି ଗ୍ରାମବାସୀମାନେ ସମସ୍ତେ ମିଳିତ ଭାବରେ ସାମୂହିକ ଭାବରେ ଭାଗବତକୁ ପାଠ କରିଥିଲେ। ଏଥିସହିତ ଏହି ଅବସରରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ପ୍ରତିବର୍ଷ ସନାତନପାଲି ଗ୍ରାମଠାରେ ଭାଗବତ ଜନ୍ମ ପାଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସନାତନପାଲି ଗ୍ରାମର ନିରାକାର ପ୍ରଧାନ, ଅନାଦି ପ୍ରଧାନ, ଅନ୍ତର୍ଯ୍ୟାମୀ ଗୁରୁ, ମିତ୍ରଭାନୁ ମହାକୁର, ଶେଷଦେବ ମହାକୁର, ମନବୋଧ ବାରିକ, ଗୋବିନ୍ଦ ପ୍ରଧାନ, ଭାସ୍କର ପ୍ରଧାନ, ଧୀରଜ ପ୍ରଧାନ, ଆଦିତ୍ୟ ପ୍ରଧାନ, ଅଲେଖ ସାହୁ, ଧୁବେଇ ସାହୁ, ଶିବା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଭାଗବତ ଜନ୍ମ ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଆୟୋଜନ ଏବଂ ପରିଚାଳନାରେ ସହଯୋଗ କରିଥିବା ନେଇ ସୂଚନା ମିଳିଛି।